ତ ଦେଖିବାକୁ ଏଠି ଏଟା ରହୁଛି ଡ୍ରୋନ୍। ତ ଏଟା 9,50,000 ଟଙ୍କାର ଏଟା ଡ୍ରୋନ୍ ଟା ପଡୁଛି। ତ ଏଟା କଣ ଆମେ ଏଠି ଦେଖତେ ପାଇଲୁ ଯେ ଆମ ଘର ପାଖରେ ଯେତିକି ସବୁ ଯେ ଗାଉଁଲି ଷ୍ଟାଇଲ ଯେତିକି ସବୁ ଇଏ ଚାଷ କରାଯାଏ ତ ସେ ତରଫ ସବୁ ଜିନିଷ ପତ୍ର ବି ଅଛି। ତ ଆମ ଭାଇ ମାନେ ବି ରଖିଛନ୍ତି। ତ ମୁଁ ଦେଖଉଛି ତ ଏ ହେଲା ଡ୍ରୋନ୍। ତ ଡ୍ରୋନ୍ ଦେଖିପାରୁଥିବେ ମାନେ ଥରେ ଚାର୍ଜ ହେଲେ 30 ମିନିଟ୍ ଯିବ। ମାନେ ଏଟା ସ୍ପ୍ରେ କରିବେ। ତ ଏଠି ବି ବହୁତ ଟାଇପ ର ସବୁ ଇଏ ଅଛି। ଦେଖଉଛି ପୁରା ଫୁଲ। ଏଠି ମାନେ ଭେରାଇଟି ଷ୍ଟାଇଲ ସବୁ ମାନେ ଏଟା ହେଲା ଧାନ କଟା ଯନ୍ତ୍ର। ତ ଆଗରୁ ମୁଁ ବି ଦେଖେଇଥିଲି। ତ ଏଇଟା ଯେବେ ଚାଷ ହେଇଥିଲା ଆମ ଯେ ଧାନ କାଟା ହେଇଥିଲା। ତ ଏଟା ରହୁଛି ଏଟା ବିହାନ ବୁଣା ନା ବିହନ ବୁଣା। ତ ଏଟା ରହୁଛି ସେଟା ସେଟା କିସ କି ନଙ୍ଗଳ ପାଇଁ এটা উইড্রো, এটা ট্রান্সপ্লান্টার, এটা রেপর, এটা রবল উইজেলর, এটা ব্রশ কটার, এটা আস্তক। ତ ଏଠି ବିଭିନ୍ନ ପ୍ରକାର ସବୁ ମାନେ ଚାଷ ଜମି ଏଠି ଅଛି। ତ ମୁଁ ତ ଦେଖେଇଥିଲି ଆଗରୁ ବି ଦେଖେଇଥିଲି ଏବେ ବି ଏଟା ଷ୍ଟଲ ବଇଛି ପୁରା ତାଙ୍କ ମେସିନ ସବୁ ଷ୍ଟଲ। ତ ପୁରା ଫୁଲ ବି ଅଛି ଦେଖୁଛି। ପୁରା ଡ୍ରୋନ୍ ଏଟା କେମିତି କେତେ ବଡ ଡ୍ରୋନ୍। ତ ୟାର ରେଟ୍ ରହୁଛି 9,50,000। ଅଲଗା ତ ପରେ ଡ୍ରୋନ୍ ମୁଁ ଆପଣଙ୍କୁ ଦେଖେଇବି କେତେ କିସ ଯାଉଛି। ପୁରା ଫୁଲ ଭିଡିଓ କରି ଦେଖେଇବି। ତ ଏଟା ରହୁଛି ଷ୍ଟଲ ସବୁ ମେସିନ ର ଷ୍ଟଲ। ତ ମେଳାରେ ବୁଲିବା ସମୟରେ ତ ଏଠି ଦେଖିବା ପୁରା ମିଳିଲା ବହୁତ ଟାଇପ ର ପୁରା ମେସିନ। ଏଟା ରହୁଛି ଆମ ଧାନ କୁଟା ପାଇଁ। ତ ଜମି ପାଇଁ ବିଭିନ୍ନ ପ୍ରକାର ମେକାନିକ ଜିନିଷ ସବୁ ଅଛି। ତ ଦେଖିବାକୁ ଏଠି ଏଟା ରହୁଛି ଡ୍ରୋନ୍। ତ ଏଟା 9,50,000 ଟଙ୍କାର ଏଟା ଡ୍ରୋନ୍ ଟା ପଡୁଛି। ତ ତା ସାଇଡ ରେ ଅଛି ଆମର ଧାନ କୁଟିବା ପାଇଁ ମେସିନ। ତ ୟାର ରେଟ୍ କେତେ ତ ମୁଁ ଜାଣିନି। ତ ମୁଁ ତ ଫାଷ୍ଟ ଦେଖେଇଥିଲି। ତ ଏଟା ବି ଅଛି। ଏଟା ହେଲା ଧାନ କଟା ପାଇଁ ମେସିନ। ତ ଆଗରୁ ମୋ ଭିଡିଓରେ ତ ଦେଖିପାରୁଥିବେ ମୁଁ ଦେଖେଇଥିଲି। ତ ତାପରେ ରହୁଛି ଏଟା ଆମର ତ ଏଇଟା କିସ ଏ ମେସିନ ଟା ନାମ କିସ? উইড্রো উইড্রো ତ ୟାର କାମ କଣ ରହୁଛି? নঙ্গল করে, ନଙ୍ଗଳ କରେ। ତ ଏଟା କଣ এটা ট্রান্সপ্লান্টার, ଟ୍ରାନ୍ସପ୍ଲାଣ୍ଟର ନା ধান রুয়া মেশিন। ଧାନ କେତେ ପଡୁଛି ଏଟା? এটা 1,36,250 ସବସିଡି ଅଛି ସେଥିରେ। ତ ଦେଖିବାକୁ ଗଲେ ବିଭିନ୍ନ ରକମ ପୁରା ମେସିନ ଅଛି। ତ ଏଠି ଷ୍ଟଲ ଗୋଟେ ବସିଛି ବିଭିନ୍ନ ପ୍ରକାର। ବିଭିନ୍ନ ପ୍ରକାର ମେସିନ ବି ଅଛି। ତ ତା ସହିତ ହେଲା ବି ଡ୍ରୋନ୍ ବି ସାଥିରେ। ତ ଆମ ଚାଷ ଜମି ପାଇଁ ସ୍ପ୍ରେ ପାଇଁ ମେସିନ ଏଟା। ତ ଏଟା ଅଧଘଣ୍ଟାରେ 5-6 ଥର ମାନେ ମେଡିସିନ ମାରି ପାରିବ ପୁରା ଫୁଲ। କେତେ ସୁନ୍ଦର ଏଟା। ତ ବିଭିନ୍ନ ପ୍ରକାର ବି ଏଠି ଅଛି।